ଭିଡ଼ିଓରେ ଦେଖୁଛନ୍ତି ତା ପୂର୍ବ ଆକାଶଟା କେତେ ସୁନ୍ଦର ଦେଖାଯାଉଛି। ଆଉ ଯେହେତୁ ମୋର ତ ମଜାମଜି ରହିଯାଇଛି, ଆଉ ଚାଲନ୍ତୁ ପ୍ରଥମେ ମଜାମଜି କରିଦେବା। ଆଉ ଆଜି ଭିଡ଼ିଓଟି କିପରି ହେଇଛି ଜାଣିବା ପାଇଁ ହେଲେ ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ। ଭଲ ଲାଗିଲେ ଲାଇକ୍ କରିବେ। ତେବେ ମୁଁ ଆଜି ସକାଳୁ ସକାଳୁ ଉଠି ପଡ଼ିଛି, ମାନେ ବୋଉ ଆଜି ସକାଳୁ ସକାଳୁ ଯିବ ତ ସେଥିପାଇଁ ସେପଟ ତ ସେ ରେଡ଼ି ହେଉଛି। ଆଉ ସେ ଭିତରେ ମୁଁ ମାଜି ଦିଏ, ଆଉ ତାପରେ ତାକୁ ମଧ୍ୟ ଛାଡ଼ିବା ପାଇଁ ଯିବା। हेलो फ्रेंड, ମୁଁ ବୁଲବୁଲା ଆଜିର ବ୍ଲଗ୍ରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆପଣମାନେ କିପରି ଅଛନ୍ତି? ଆଶା କରେ ଆପଣମାନେ ସୁସ୍ଥ ଥିବେ। ତେବେ ଆମ ଆଜିର ଭିଡ଼ିଓ ଷ୍ଟାର୍ଟ କରୁଛି 5ଟାରୁ। ଆଉ 5ଟାରୁ ମାନେ ଚାଲନ୍ତୁ ଆଜି ଭିଡ଼ିଓଟି କିପରି ହେଇଛି ଜାଣିବା ପାଇଁ ହେଲେ ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ। ଆଉ ଆଜି ମୁଁ ସକାଳୁ ସକାଳୁ କାହିଁକି ଉଠୁଛି, ମାନେ ଆଜି ମୋ ବୋଉ ପଳେଇବ, ସେଥିପାଇଁ ସକାଳୁ ଉଠିବାକୁ ପଡ଼ିଲା। ଯାହା ବି ବାସନ କୁସନ ଥିଲା ମଜାମଜି ସରିଲା। ଆଉ ଦେଖୁଛନ୍ତି ନା ସେ ଭିତରେ ପୁରା ଆଲୁଅ ହେଇସାରିଲାଣି। ଆଉ ଦେଖନ୍ତୁ ଆମର ଏପଟ ଦାଣ୍ଡ ପଟେ ମଧ୍ୟ କେତେ ସୁନ୍ଦର ଦେଖାଯାଉଛି। ଆଉ ଚାଲନ୍ତୁ ଦେଖିଯିବା। ଏବେ ବହୁତ ରେଡ଼ି ହେଇସାରିଛି, ଆଉ ଚାଲନ୍ତୁ ତାକୁ ଏବେ ଛାଡ଼ିଯିବା। ଭଲ ହେଲା ଆମେ ଜଲ୍ଦି ଜଲ୍ଦି ପଳେଇ ଆସିଲୁ। ଆଉ ଦେଖୁଛନ୍ତି ନା ବସ୍ ତ ମିଳିଲା, ତା ସହିତ ସିଟ୍ ମଧ୍ୟ ପୁରା ଖାଲି ହେଇକି ରହିଛି। ଆଉ ବୋଉକୁ ତ ସିଟ୍ ମିଳିଲା। ଆଉ ଚାଲନ୍ତୁ ଆମେ ଏବେ ଯିବା। ତ ତା ଆଗରୁ ତ ମୁଁ ପଳେଇ ଆସିଛି ଏବେ ବସଷ୍ଟାଣ୍ଡକୁ। ଆଉ ବସଷ୍ଟାଣ୍ଡର ଭିୟୁଟା ଦେଖିବା। ବସଷ୍ଟାଣ୍ଡରେ ଦେଖନ୍ତୁ ଯେହେତୁ ସକାଳ ହେଇଛି, ପୁରା ବସଷ୍ଟାଣ୍ଡଟି ସୁନସାନ ରହିଛି। କେବଳ ଯେଉଁମାନେ ଗାଁକୁ ଯିବେ ସେମାନେ ଅଛନ୍ତି। ଆଉ ତ ବସ୍ ଛାଡ଼ିଲାଣି, ଆଉ ସେ ବୋଉ ଯିବ। ଆଉ ଚାଲନ୍ତୁ ଆମେ ବି ଯିବା। ଭଲ ହେଲା ଆମେ ଜଲ୍ଦି ଜଲ୍ଦି ଆସିବାରୁ। ଆଉ ବସ୍ ତ ପାଇଲୁ, ଆଉ ବୋଉକୁ ଦେଖିଲେ ସିଟ୍ ମଧ୍ୟ ମିଳିଲା। ଆଉ ବୋଉଟା ଆରାମରେ ଗଲା। ଆଉ ମୁଁ ଏବେ ପଳେଇ ଆସିଲି ମୋ ଗାଁ ଭିତରକୁ। ଦିଦି କୁଆଡ଼େ ଯିବ? ଗାଁ ଭିତରୁ ଦେଖିଲେ ଭିୟୁଟା ସକାଳୁ କେତେ ବଢ଼ିଆ ଦେଖାଯାଉଛି। ଆଉ ଚାଲନ୍ତୁ ଯିବା ଆମେ ଆଗକୁ। ଆଉ ଦେଖୁଛନ୍ତି ନା ଦାଣ୍ଡ ଝାଡ଼ୁ କରିକି କେତେ ସୁନ୍ଦର ସୁନ୍ଦର ଝୁଟି ଗୁଡ଼ା ପକେଇଛନ୍ତି, କେତେ ସୁନ୍ଦର ଦେଖାଯାଉଛି। ତ ଚାଲନ୍ତୁ ଯିବା। ଟିକେ ବଢ଼ିଆ ଝୁଟି ପକଉଛ। ନାଇଁ ଯାଇନି। ବୋଉ ଗଲା, ଆଉ ଚାଲନ୍ତୁ ଆମେ ବି ଯିବା ଟିକେ ବଣାରେ ଛତୁ କାଳେ ମିଳିବ କି ନାହିଁ। ଏବଂ ପହଞ୍ଚିଲେ ଘାଇ ପାଖରେ। ଆଉ ଚାଲନ୍ତୁ ଦେଖିବା ଆମ ଘାଇରେ ମଧ୍ୟ କିଛି ପାଣି ନାହିଁ। ପ୍ରତ୍ୟେକ ବର୍ଷ ବଢ଼ିଆ ପାଣି ରହୁଥିଲା। ଚାଲନ୍ତୁ ଦେଖିବା। ଏବଂ ଘାଇ ପାଖକୁ ପଳେଇ ଆସିଲି। ଆଉ ଏ ବର୍ଷା ଦିନରେ ଆପଣମାନେ ଦେଖିଥାନ୍ତେ ପୁରା ଏଇଠି ଓଭରଫ୍ଲୋ ହେଇକି ଯାଇଥାନ୍ତା। ଆଉ ଯେହେତୁ ସେପଟକୁ ଗୋଟେ ଗେଟ୍ଟା ଅଛି, ଗେଟ୍ଟା ଏ ବର୍ଷ ଖରାପ ରହିଛି, କେବେ ଠିକ୍ ହେବ ମୁଁ ବି। ପାଣିଟା କେତେ ଅଛି। ଆଉ ଚାଲନ୍ତୁ ଆହୁରି ଏବେ ତ ସମୟ ମଧ୍ୟ ହେଲାଣି, ଜଲ୍ଦି ଜଲ୍ଦି ଯିବା। ତ ଦେଖନ୍ତୁ ଏଇଠୁ ଭିୟୁଟା କେମିତି ରହିଛି। ଦେଖନ୍ତୁ ଏଇଠି ପୁରା ଏତିକି ପାଣି ଦେଇକି ଏପଟ ଦେଇକି ଯାଇଥାନ୍ତା। ଯେହେତୁ ଏ ବର୍ଷ ଯେଉଁ ମୁଁ କହିଲି ନା ପାଣି ନାହିଁ, ସେଥିପାଇଁ ପୁରା ପାଣି ଦେଖନ୍ତୁ ରହିଛି। ଆଜି ମୁଁ ଗୋଟେ ଅଲଗା ରାସ୍ତା ପଟେ ପଳେଇ ଆସିଛି। ଆଉ ତ ସବୁବେଳେ ମୁଁ ଆସିଲି ସେପଟକୁ, ଛତୁ ତ ପାଉନି। ଦେଖିବା ଏପଟ ଯଦି ଆସିଛି, ଆଉ ଯଦି କିଛି ଅଲଗା ଛତୁ ମିଳେ ତ ଆପଣ ଦେଖିବେ। ତ ଚାଲନ୍ତୁ ଯିବା। ଆଉ ପକ୍ଷୀମାନଙ୍କ ରଡ଼ି ଦେଖୁଛନ୍ତି ନା କେତେ ବଢ଼ିଆ ଲାଗୁଛି। ଏ ପାଖକୁ ଆସିଲେ ଏତିକି ଗୋଟେ ଖୁସି। ଆଉ ବିଭିନ୍ନ ପ୍ରକାର ପକ୍ଷୀମାନଙ୍କର ରଡ଼ି ଶୁଣିବାକୁ ମିଳେ। ଦେଖୁଛ ନା ଛତୁ ପାଇଁ କେତେ ବଣ ଭିତରକୁ ଆସିବାକୁ ପଡ଼ୁଛି। ଆଉ ଚାଲନ୍ତୁ, ଆଉ ତ କିଛି ମିଳୁନି, ଆଉ ଟିକେ ଯିବା ଆଗକୁ। ଦେଖନ୍ତୁ ଏଇଟା ଗୋଟେ ଛତୁ, କିନ୍ତୁ ଏଇଟା ଖାଇବେନି। ଆଉ କେତେ ବଢ଼ିଆ କିନ୍ତୁ ହେଇଛି, ନହେଲେ ଏବେ ଏତିକି ମିଳିନଥାନ୍ତା। ଆଉ ଦେଖନ୍ତୁ ଏଇଠି ଗୋଟେ ମଧ୍ୟ ଅଛି, ଏଇଟା ଖାଇବା ଛତୁ ନାହିଁ, ନହେଲେ ଏତେବେଳକୁ ଏ ଛତୁ ରହିନଥାନ୍ତା, ଏତେ ବଡ଼ ବଡ଼ ଛତୁ। ଚାଲନ୍ତୁ ଆଗକୁ ଯିବା। ଟୋଟାଲ ତ ଛତୁ ମିଳୁନି। ଏ ବର୍ଷ କ'ଣ ହେଇଛି, କୋଉଠି ବି ଛତୁ ମିଳୁନି। ହଉ ଚାଲନ୍ତୁ ଆଗକୁ ଯିବା, ଦେଖିବା କ'ଣ ହେଉଛି ଆଜି।
देखो गोटे छतु मिलला पूरा फ्रेश रही। एटा हूँ आमर पत्र छतु। आउ देखो ये गोटे होती एटा मध्य पूरा फ्रेश अच्छी भल है। एटी दूर आसली दीटा छतु मिलला। आ कौटे अच्छी चलतु टे देखीदेवा। एति दूर आसार दीटा पत्र छतु दीटा मिलला। आ चलतु जीवा देखो आ गोटे छतु मिलला। हो एमती एति दूर जे आसी गोटे गोटे एमती छतु मिल जाओ आ नहीं कि जीवा। यहाँ कौन छतु आप जानते कमेंट बॉक्स लिखे। तो चलतु जीवा आम आग को आहरी देखा जाऊँगी। तो चलतु आउ टे देखुँ छतु बढ़िया छतु होती। देखो यहाँ पूरा पुचुआ हो जाए। आउ यहाँ देखो पूरा फ्रेश रही। यहाँ पुचुआ हो जाए। तो यहाँ नेबानी चलतु जीवा। पत्र छतु माने देखा सब रंग बिरंगर खाली चिन्हवा कथा कहीं मत मो बो चिन्ह देता से मुझे जानी। तो चलतु जीवा आग को आमती किटा एमती आज मिल जाओ। सबुदिन तो बुली बुली हालिया पड़ी। आज मत कौन हो देखा। तो देखिए आसली किसी छतु पुचका हो जाए। आम कोपट जीवी मुझे बुझीपारनी देखा। एवं छतु खोजी खोजी पूरा अलग जगह पड़े आसली कहीं बण भर पशियाटा एकुटिया बहुत डर लगे से मुझे पड़े आसली। आठू आज भ्यूटा बढ़िया लगुच कहीं सूर्य तो उदय होना किंतु एबे जो दिनटा देखु केते सुंदर देखा पूरा मेघ पूरा घोड़े की रखी तथापि केते सुंदर देखा आपण देखुँ। देखिले तो केते सुंदर लगुच। चलतु मुठू जल्दी जल्दी खोजिकी जा। काली तो जहाँ बुली बुली पूरा हाल जाती। आज किंतु बेसी बुलबिनी जी मिलला पलैबा। चलतु एति दूर आसला परे देखु एपट छतु मिलला। केते गुड़ा छत आगु आपन देखी दिए। देखु केवल एति छतु मिलला। आउ जो देखिले पूरा सब पुचका हो जाए। काली होते काली एत समय बुलिली किंतु मिललानी। चलतु आउ टे आगु जा देखा। एत गुड़ा छतु रही सत कथा किंतु सब तो पुचका होती। आगु जा देखा आउ छतु मिलूँ कि ना। देखो ये सेमती गोटे प्रकार छतु गुड़ा सब फुटी आई किंतु यहाँ टिके फ्रेश अच्छी नहीं कि जीवा। देखुच ना पूरा फ्रेश बोली कहले तलटा पूरा धला अच्छी ऊपर मध्य पूरा धला अच्छी तापर छुईबा को मध्य टाण लगुच। तो से यहाँ दीटा नहीं कि जीवा। अल्प किसी पुचका हो देखी देखी नेबा पड़ी। देखु तो चलतु एति तो है आओ जीवा। आउ टे आगु आसबार आउ गंडे छतु मिलला। तो चलतु आप देखुची ये पूरा फ्रेश होती। तो देखु ये रही तापर ये रही। तो आप पूरा देखी ना पूरा फ्रेश होती। तो चलतु जल्दी जल्दी काढ़ी जीवा। देखो ये अच्छी ये अच्छी ये अच्छी केते खुशी लगुच। देखु ना पूरा फ्रेश होती। तो चलतु मुठू जल्दी काढ़ी पलैबा। आउ तो छतु गंडे जहाँ भी मिलगला यू आउ काढ़ा। बारे एति छतु मिलला। आउ चलतु जीवा। आउ इटा सब मो बड़ बड़ देखी तोड़ली। आ कौन कौन छतु आहरी मिलला गले देखिए। तो चलतु आबे तो समय है खरा देखुन ना केते जोर होची। खरा होगा से पलि आसली। आ खरा मत टोटाल देखा जीवनी। आ जहाँ थिला टिके अंधार अंधार जहाँ मिलला। बर्तमान मो घरे पहुँचली। आउ सकाल तो देखले मो बो को छाड़िया जाइए। एमती आज यार कम रही जाइए। आ घर मत झाड़ू होनी। तापर मु आपन कहना
କୌଣସି ବହୁତ ଦୂରକୁ ଯଦି ଯିବେ ଆଉ ସେପଟରୁ ଆସିଲେ ଗୋଟେ ଏକ୍ସରସାଇଜ୍ କରିବେ, ସେ ଏକ୍ସରସାଇଜ୍ କରିବେ, ନଚେତ ମୋର ତ କାମ ହେଇନି ଘର ଝାଡ଼ୁ ମଧ୍ୟ କରିଦେବେ, ତ ଅଣ୍ଟା ପେନ୍ ମଧ୍ୟ ରହିବନି। ତ ଚାଲନ୍ତୁ ପ୍ରଥମେ ଘରଟା ଝାଡ଼ୁ କରିଦେବା। ଆଜି ଆମ ବାରିରେ ଦେଖନ୍ତୁ ଗୋଟେ ଫୁଲ କିନ୍ତୁ ଡବଲ କଲର୍ ହେଇଛି, କିନ୍ତୁ ସବୁବେଳେ ପ୍ରାୟ ହେଇଥାଏ ଗୋଟେ ଚନ୍ଦନ କଲର୍ ଫୁଲ ଫୁଟିଥିଲେ, ଗୋଟେ ଲାଲ ଫୁଲ ବି ଫୁଟିଥାଏ, କିନ୍ତୁ ଏଇଟା ଦେଖନ୍ତୁ ପୁରା ଅଲଗା। କାଲି ଯେଉଁ ବୁଲି ବୁଲି ହାଲିଆ ଯାଇଥିଲି, ଆଉ ଭାବୁଥିଲି ଆଉ ଛତୁ ପାଇଁ ଆସିବି, କିନ୍ତୁ ଆଜି ତ ଗଣ୍ଡେ ମିଳିଗଲା, ଆଉ ଭାବୁଛି କାଲିକି ମଧ୍ୟ ଆଉ ଥରେ ଆସିବା। ଆଉ ଚାଲନ୍ତୁ ମୋତେ ଆଜି କେତେ ଗୁଡ଼ା ଛତୁ ମିଳୁଛି ଦେଖିବା। ତ ଦେଖିଥିଲି ଏଇଟା ପତ୍ର ଛତୁ ସେତିକି ମିଳିଲା, ଆଉ ତ ଦେଖିଥିଲେ, ଆଉ ଦେଖନ୍ତୁ ବାଲି ଛତୁଟି ମଧ୍ୟ ମିଳିଛି। ଆଉ ଏଇଟା ତ ଆପଣ ଦେଖିଥିଲି ଏସବୁ ପତ୍ର ଛତୁ, କିନ୍ତୁ ତାର ନାଁ ଅଲଗା। ଆଉ ସବୁ ଦେଖନ୍ତୁ ଖୁଦ ଛତୁ ଗୁଡ଼ା ପୁରା ଏବେ ପର୍ଯ୍ୟନ୍ତ ଫ୍ରେଶ୍ ରହିଛି। ତାକୁ ପ୍ରଥମେ ଧୋଇଦେବା। ଆଉ ଦେଖନ୍ତୁ ବାଲି ଛତୁ ଆହୁରି 2ଟା ମିଳୁଛି। ଛତୁ ରୋଷେଇ କିପରି କରୁଛି ତ ଆପଣ ଜାଣିଛନ୍ତି। ଆଉ ଏଇଟା ଯେହେତୁ ଆମର ସବୁ ମିକ୍ସର ଛତୁ ଗୁଡ଼ାକ, ଏଇଟା ରହିଲା ପତ୍ର ଛତୁ, ବାଲି ଛତୁ ଆଉ ଖୁଦ ଛତୁ ଏସବୁ। ଆଉ ସେଥିପାଇଁ ବୋଲି ମୁଁ ଆଉ ରେସିପି କରି ଦେଖୁନି। ଆଉ ଆଜିର ଭିଡ଼ିଓଟି ଏଇଠି ହେଉଛି। ଆଶା କରେ ଆଜିର ଭିଡ଼ିଓଟି ଆପଣ ନିଶ୍ଚୟ ଭଲ ଲାଗିଥିବ। ଭଲ ଲାଗିଲେ ଲାଇକ୍ କରିବେ। ଆପଣ ଯଦି ମୋ ଚ୍ୟାନେଲକୁ ନ ଆସିଲେ ସବସ୍କ୍ରାଇବ୍ କରିନେବେ। ତେବେ ମୁଁ ଏତିକି ଗୁଡ଼ା ଧୋଇବି, ଧୋଇକି ରୋଷେଇ କଲା ଲେଟ୍ ହେବ। ଆଉ ଆଜିର ଭିଡ଼ିଓଟି ଆପଣ କିପରି ହେଲା ପ୍ୟାରା ସା କମେଣ୍ଟ କରିବେ। ତ ରୁହନ୍ତୁ, ମସ୍ତ ରୁହନ୍ତୁ, ନିଜେ କାଟି ବ୍ୟସ୍ତ ରୁହନ୍ତୁ।